प्रभु किपरि अनुग्रह और प्रेम कले मु चेष्टा करे ताहा करिबा निमंते। आमे निजकु प्रेम कला परी आम प्रतिवासी को आत्मतुल्य प्रेम करने को हेबो। प्रिय दर्शक बंधु नमस्कार। ट्रांसवर्ल्ड रेडियो इंडिया द्वारा प्रस्तुत आशाभरा नारी कार्यक्रम को आपन को स्वागत करुअछि। आशा करू आपण यह कार्यक्रम द्वारा निश्चय उपकृत हेउथिबे और आत्मिक जीवन रे वृद्धि पाउथिबे। आपणक मनरे जदि किछि प्रश्न अबा प्रार्थना अनुरोध थाए लेखि जणाइले आमे खुशी हेबु। आज आमे विशेष आनंदित जे आउ एक नुआ कार्यक्रम नै आपणक निकट को आसीबा पई सुजोग पाइछु। आपण नियमित एही कार्यक्रम देखि आसुथिबारु आमे विशेष आनंदित। प्रभु आपणक आशीर्वाद करंतु। आमे निश्चित जे आपणक परिवार सहित भलरे थिबे। पाप पाई प्राण दे गले कालवरी तार साखी। मनर आखिरे देखिनी अथारे क्रूसर करुण छवि। पाप पाई तुम तांकरी शरीर रक्तरे गला भिजी। तुम पाप रूप गरल जेतेक पान कले हसी हसी। संदेह किछि रहिछि कि मने सेई बलिदान पाई। मनीष पाई कि आजि जाए परा एमिति के करि नाही। मनीष होइबी पथर हेल कि पारिलनी थरे बुझी। तुम पाप पाई प्राण देई
ମୁଁ ଏଲେନ୍ ଆଜିର କାର୍ଯ୍ୟକ୍ରମର ପରିଚାରିକା। ମୋ ସହିତ ଅଛନ୍ତି ଭଉଣୀ ବିନ୍ଦୁ। ଭଉଣୀ ବିନ୍ଦୁ ନମସ୍କାର। ଏଲେନ୍ ଦିଦି ନମସ୍କାର। ଆଜି ଆମେ ବିଶେଷ ଆନନ୍ଦିତ ଯେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଯାଉଛୁ। ତାହା ହେଲା ପ୍ରେମ। ଆଜି ଆପଣ ଯେଉଁ ପ୍ରସଙ୍ଗ ମନୋନୟନ କରିଛନ୍ତି ତାହା ଅତି ମନପସନ୍ଦ ପ୍ରସଙ୍ଗ। ଆପଣ ଜାଣନ୍ତି ପ୍ରେମ ଶବ୍ଦକୁ ଅନେକ ଭୁଲ ବୁଝିଥାନ୍ତି ଓ ଭୁଲ ଭାବରେ ବ୍ୟବହାର କରାଯାଉଛି। ବିଭିନ୍ନ ଲୋକ ବିଭିନ୍ନ ବିଷୟ ନିମନ୍ତେ ପ୍ରେମ ଶବ୍ଦକୁ ବ୍ୟବହାର କରୁଛନ୍ତି। ହଁ, ଆପଣ ଠିକ୍ କହିଲେ। ମା ପିଲାମାନଙ୍କୁ ପ୍ରେମ କରିବା ବିଷୟ କହେ, ଯୁବାମାନେ ସେମାନଙ୍କ ବିଶେଷ ବନ୍ଧୁଙ୍କୁ ପ୍ରେମ କରିବା ବିଷୟରେ କହନ୍ତି ଓ ପୋଷା କୁକୁର କି ବିଲେଇକୁ ପ୍ରେମ କରୁଥିବା ଲୋକ ସେ ବିଷୟରେ କହେ। ବାସ୍ତବରେ ଆପଣ ଠିକ୍ କହିଲେ। ତେବେ ପ୍ରେମ କ'ଣ? ଏହା ଆମ ଭାବନା, ଅନୁଭବ, ସମର୍ପଣ ଅବା ସ୍ୱଭାବ। ଆମେ ସମସ୍ତେ ପ୍ରେମ ପାଇବାକୁ ଇଚ୍ଛା କରୁ। କେହି ଭଲ ପାଆନ୍ତୁ, ଆମକୁ ଗ୍ରହଣ କରନ୍ତୁ, ତା ଆମେ ସମସ୍ତେ ଚାହୁଁ। ଆମେ ଚାହୁଁ ଯେତେବେଳେ ଆମ ଜୀବନରେ ସମସ୍ୟା ଆସେ କେହି ଆମ ନିକଟକୁ ଆସୁ। ଏପରିକି ଯାହାକୁ ଆମେ ପ୍ରେମ କରୁ ତାଙ୍କ ସହିତ ଆମ ସମସ୍ତ ବିଷୟ ବାଣ୍ଟିବାରୁ। ପ୍ରତିଦିନ ଅସଂଖ୍ୟ ଲୋକ ଏକଥା କହନ୍ତି, ମୁଁ ତୁମକୁ ପ୍ରେମ କରେ। ଲକ୍ଷ ଲକ୍ଷ ଗୀତ, ବହି ଓ ଚଳଚ୍ଚିତ୍ର ପ୍ରେମ ଉପରେ ପର୍ଯ୍ୟବେସିତ। ଲୋକେ ଏହା କହିବା ଆମେ ଅନେକ ଥର ଶୁଣିଛୁ। ପ୍ରେମ ଜଗତକୁ ପରିଚାଳିତ କରୁଛି। ଆମେ ପ୍ରେମ ଅନୁଭବ କରିବା ବିଷୟରେ କହୁ, ପ୍ରେମ ହରାଇବା ବିଷୟରେ କହୁ, ପ୍ରେମ ବିଷୟରେ ଅଧିକ କଥାବାର୍ତ୍ତା କରୁ। ଯୋହନ କହନ୍ତି, ତୁମ୍ଭେମାନେ ପରସ୍ପରକୁ ପ୍ରେମ କର। ଏହି ନୂତନ ଆଜ୍ଞା ମୁଁ ତୁମ୍ଭମାନଙ୍କୁ ଦେଉଅଛି। ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କର। ଯଦି ତୁମ୍ଭମାନଙ୍କର ପରସ୍ପର ପ୍ରତି ପ୍ରେମ ଥାଏ, ତାହେଲେ ତୁମ୍ଭେମାନେ ଯେ ମୋହର ଶିଷ୍ୟ ଏହା ସମସ୍ତେ ତଦ୍ୱାରା ଜ୍ଞାତ ହେବେ। ପ୍ରଥମ କରନ୍ତି 13 ପର୍ବ ପ୍ରେମ ବିଷୟରେ କହେ। ପ୍ରେମର କାର୍ଯ୍ୟ ଓ ସ୍ୱଭାବ ବିଷୟରେ କହେ। ପ୍ରେମ ଈଶ୍ୱରଙ୍କ ମହାନ ଦାନ ଯାହା ଆମକୁ ଦିଆଯାଇଅଛି। ଈଶ୍ୱର ସର୍ତ୍ତବିହୀନ ପ୍ରେମ କରନ୍ତି, ଯାହା ଆମକୁ ଆଶ୍ଚର୍ଯ୍ୟ ଲାଗେ। ମନୁଷ୍ୟ ଭାବେ ଆମେ ସର୍ତ୍ତମୂଳକ ଭାବେ ପ୍ରେମ କରିଥାଉ। ଅନ୍ୟ ଜଣେ ଆମ ପ୍ରତି କ'ଣ କରିବେ ବା ନ କରିବେ ତା ଉପରେ ଆମ ପ୍ରେମ ନିର୍ଭର କରେ। କିନ୍ତୁ ଈଶ୍ୱର ସେ ପ୍ରକାର ପ୍ରେମ କରନ୍ତି ନାହିଁ। ଆମେ ତାଙ୍କ ସନ୍ତାନ ହୋଇଥିବାରୁ ସେ ଆମକୁ ପ୍ରେମ କରନ୍ତି। ସେ ଆମକୁ ପ୍ରେମ କରନ୍ତି କାରଣ ସେ ପ୍ରେମ ଅଟନ୍ତି। ମୁଁ ଏପରି ଏକ କାହାଣୀ ଶୁଣିଛି। ଜାଁଳା ଦୁଇ ପୁଅ ଦେଖିବାକୁ ସମ୍ପୂର୍ଣ୍ଣ ଏକ ଭଳି। ସେମାନଙ୍କୁ ଦେଖି ଦ୍ୱନ୍ଦ୍ୱରେ ପଡ଼ୁଥିଲେ। କେହି ମଧ୍ୟ ସେମାନଙ୍କୁ ଠିକ୍ ଭାବେ ଚିହ୍ନି ପାରୁ ନଥିଲେ। ଦିନେ ସେମାନେ ତାଙ୍କ ମାଙ୍କ ନିକଟକୁ ଆସି ପଚାରିଲେ, ମୋ ନାମ କ'ଣ ଓ ତା ନାମ କ'ଣ? ମା ଦୃଢ଼ତାର ସହିତ ଠିକ୍ ଭାବେ ସେମାନଙ୍କ ନାମ କହିଦେଲେ। ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଓ ମାଙ୍କୁ ପଚାରିଲେ, ସମସ୍ତେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି, କିନ୍ତୁ ତୁମେ କିପରି କହିପାରିଲ? ମା କହିଲେ, ମୁଁ ତୁମ୍ଭମାନଙ୍କୁ ପ୍ରେମ କରେ ଓ ଭଲରେ ଜାଣେ। ଈଶ୍ୱର ଆମକୁ ଭଲ ଭାବେ ଜାଣନ୍ତି। ସେ ଆମକୁ ସୃଷ୍ଟି କରିଛନ୍ତି। ସେ ଆମ ସମସ୍ତ ବିଷୟ ଜାଣନ୍ତି। ଆମେ ହୁଏତ ଆମ ନିଜ ବିଷୟରେ ଜାଣି ନପାରୁ। ଗୀତ ସଂହିତା 139 କହେ, ହେ ସଦାପ୍ରଭୁ, ତୁମ୍ଭେ ମୋହର ଅନୁସନ୍ଧାନ କରିଅଛ ଓ ମୋହର ପରିଚୟ ନେଇଅଛ। ତୁମେ ମୋହର ବସିବାର ଓ ଉଠିବାର ଜାଣୁଅଛ। ତୁମ୍ଭେ ଦୂରରୁ ମୋର ସଂକଳ୍ପ ବୁଝୁଅଛ। ତୁମ୍ଭେ ମୋହର ଗମନ ଓ ଶୟନ ଅନୁସନ୍ଧାନ କରୁଅଛ ଆଉ ମୋହର ସକଳ ଗତି ଜାଣୁଅଛ। କାରଣ ହେ ସଦାପ୍ରଭୁ, ଦେଖ, ଯାହା ତୁମ୍ଭକୁ ସମ୍ପୂର୍ଣ୍ଣ ଗୋଚର ନୁହେଁ, ଏପରି ଗୋଟିଏ କଥା ମୋ ଜିହ୍ୱାରେ ନାହିଁ। ଈଶ୍ୱର ଆମକୁ ପ୍ରେମ କରନ୍ତି ଓ ଆମର ସବୁ ବିଷୟ ଜାଣନ୍ତି। ଈଶ୍ୱରଙ୍କ ସର୍ତ୍ତବିହୀନ ପ୍ରେମ ଯୋଗୁଁ ଆମେ ଅନ୍ୟକୁ ପ୍ରେମ କରିପାରୁଛୁ। ଏପରିକି ଅଜଣା ଲୋକଙ୍କୁ, ଯେଉଁମାନେ ଆମକୁ ପ୍ରେମ କରୁନାହାନ୍ତି, ସେମାନଙ୍କୁ ମଧ୍ୟ ଆମେ ପ୍ରେମ କରୁଛୁ। ନିକଟରେ କିଛି ନୂଆ ଲୋକ ଆମ ଘର ପାଖରେ ଆସି ରହିଲେ। ସେମାନେ ଜୋର ଶବ୍ଦରେ ଗୀତ ଶୁଣନ୍ତି। ଯଦିଓ ତାହା ମୋତେ ଭଲ ଲାଗେନି, ତଥାପି ମୁଁ ତାଙ୍କୁ ପ୍ରେମ କରୁଛି। କ'ଣ ଅତି ଜୋରରେ ଗୀତ ବଜାନ୍ତି? ବିଳମ୍ବ ରାତି ପର୍ଯ୍ୟନ୍ତ ବଜାନ୍ତି? ହଁ, ରାତି 12ଟା 1 ପର୍ଯ୍ୟନ୍ତ ବଜାନ୍ତି। ଏତେ ଜୋରରେ ବଜାନ୍ତି ଯେ ଆମ ଘର କମ୍ପିବାକୁ ଲାଗେ। ମୋତେ ବେଳେବେଳେ ଏପରି ମନେ ହୁଏ ଯେ ମୁଁ ମୋ ପ୍ରେମ, ଦୟା, କୋମଳତା ସବୁ ଭୁଲିଯିବି, ସେମାନଙ୍କୁ ଗାଳି ଦେବି। ସେତେବେଳେ ମୁଁ ଈଶ୍ୱରଙ୍କ ସର୍ତ୍ତବିହୀନ ପ୍ରେମ କଥା ସ୍ମରଣ କରେ। ପ୍ରଭୁ କିପରି ଅନୁଗ୍ରହ ଓ ପ୍ରେମ କଲେ, ମୁଁ ଚେଷ୍ଟା କରେ ତାହା କରିବା ନିମନ୍ତେ। ଆମେ ନିଜକୁ ପ୍ରେମ କଲା ପରି ଆମ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିବାକୁ ହେବ।
प्रभु जीशु यही कथा कहती जे आमे निज विषय जेतिकी चिंता करुछु अन्य विषय मध्य सेतिकी चिंता करिबा आवश्यक। आमे अन्यर आवश्यकता विषय चिंता करिबा उचित। अन्यर आनंद, उत्तमता, शांति और सुरक्षा विषय चिंता करिबा उचित। यह किपरि संभव? जो माने हमकु विरक्त करंती, आघात दियंती, ताड़ना दियंती, सेमानकु प्रेम करिबा कष्टकर विषय नुहे कि? जेतेबेले मो प्रतिवासी को प्रेम करिबा विषय चिंता करे असंभव परि मने हुए। मो एक कथा मध्य कहि परिबि नाही जे जेउ मानकु मो भल पाए सेमानकु केवल प्रेम करिबि, कारण प्रभु जीशु कहिले समस्त मन, प्राण और आत्मा देई मते प्रेम कर और अपना प्रतिवासी को आत्मतुल्य प्रेम कर। प्रथम जोहन 4 पर्वरे कहती ईश्वर को प्रेम करुअछि बोली कही जदि केही अपना भाई को घृणा करे ताहले से मिथ्यावादी। जेणु जो भाई की देखिअछि जदि ताहाकु केही प्रेम न करे ताहा हेले जो ईश्वर को से देखी नाही ताहाकु प्रेम करि पारे नाही। जे ईश्वर को प्रेम करे से अपना भाई को मध्य प्रेम करू। यही आज्ञा आम्भे माने ताहांक ठारू पाई अछु। हाँ, आमे जेतेबेले संपूर्ण रूपे ईश्वर को प्रेम करू से आम स्वार्थपर हृदय बाहर करी आमको परिवर्तित हृदय देवे जेपरि आमे अन्य को प्रेम करि पारिबा। ख्रीष्टन को प्रेम आम जीवन निमंते यथेष्ट। आमे अन्य को प्रेम करिबा निमंते आमे कोन संपूर्ण रूपे ईश्वर निकटरे निजको समर्पण करुछु कि? प्रथम जोहन 4 पर्व 16 पद कहे आम्भ मानक प्रति ख्रीष्टंकर जे प्रेम अछि ताहा आम्भे माने जानुअछु और विश्वास करुअछु। ईश्वर तो प्रेम, जे प्रेम रे रहे से ईश्वरंक ठारे रहे और ईश्वर ता ठारे रहंती। प्रेम रे भय न थाए किंतु सिद्ध प्रेम भय को दूर करे, कारण भय दंड सहित संयुक्त आ जे भय करे से प्रेम रे सिद्ध नुहे। आमे समस्त को प्रेम स्वार्थपर भावे करिथाउ। आमे जेतिकी भावे भाबु ताठारु अधिक स्वार्थपर जीवन काटिथाउ। ईश्वर विभिन्न लोकों को भिन्न भिन्न परिस्थिति रे व्यवहार करंती। आम पड़ोसी जदि कलिहुडी होइथांती सेमानक सहित शांति रे रहिबा कष्टकर विषय। सेमानकु प्रेम करिबा असंभव परि मने हुए। आमे निजको जेतिकी प्रेम करूछु सेतिकी अन्य को प्रेम करिबा, प्रतिवासी को प्रेम करिबा असंभव। किंतु प्रथम पदक्षेप हैला ईश्वर को प्रथम रे प्रेम करिबा को हेबो। सेही जोहन कहंती से प्रथम रे आम्भ मानकु प्रेम करिबारु आम्भे माने प्रेम करू। प्रथम करंती 16 पर्व 14 पदरे लेखा अछि तुम्भ मानकर समस्त कर्म प्रेम रे साधित हेउ। पाउल कहंती जे आम समस्त कार्य प्रेम रे साधित हेउ। वास्तव रे एहा सत्य अटे, किंतु समस्त कार्य प्रेम रे साधन करिबा अति कष्टकर। आम्भ मानकु कुहा जाइछि समस्त कर्म प्रेम रे साधन करिबा निमंते। तेबे ए समस्त कर्म कोन? मो मतरे ईश्वर आम सृष्टिकर्ता होइथिबारु और से प्रेम अटंती। तेणु ईश्वरंक लोक भावे आमे जहा किछि करू ईश्वरंक गौरव निमंते करिबा आवश्यक। आम समस्त कार्य मध्यरे ईश्वरंक प्रेम प्रकाश पाइबा आवश्यक। पाउल प्रथम करंती 10 पर्व 23 रु 33 पद मध्यरे गुरुत्व दे कहंती समस्त विषय साधन करिबाकू स्वाधीनता अछि, किंतु समस्त विषय हितजनक नुहे। समस्त विषय साधन करिबाकू स्वाधीनता अछि, किंतु समस्त विषय निष्ठा जात हुए नाही। केही निजर स्वार्थ चेष्टा न करू, मात्र प्रत्येक जन अन्यर मंगल चेष्टा करू। अतएव तुम्भे माने भोजन कर कि पान कर अबा जहा किछि कर, ईश्वर को गौरव निमंते सबु कर। आम स्वाधीनता अछि समस्त विषय करबा निमंते, किंतु प्रश्न हैला मो कार्य कौन ईश्वर को गौरवर कारण अटे कि? मु जहा करुछि ता द्वारा ईश्वर गौरवान्वित हेउछंती तो अन्य मानक मंगलर कारण होई पारुछि कि? क्योबा मो कार्य द्वारा अन्य माने पथभ्रष्ट हेउछंती कि? मनोहर विषय हैला मु सबु बेले गर्व करुथिली जे मु सच्चट भावे सबु कार्य करे। जेउ माने मते पाइछंती से माने मो निकटरे कृतज्ञ हेबा आवश्यक। किंतु ए समस्त विषय सुनिला परे मु मो भूल को बुझी पारुछि जे केउ समस्त विषय करिबारे मु उणा पड़िछि। वास्तव रे कहिबाकू गले मो कार्य द्वारा मो ईश्वरंक गौरवर कारण होई पारु नाही। आमे जहा किछि करू प्रेम रे
ଓ ଈଶ୍ୱରଙ୍କ ଗୌରବ ଉଦ୍ଦେଶ୍ୟରେ କରିବା ଆବଶ୍ୟକ। ଆମେ ଆମ ସ୍ୱାଧୀନତାକୁ ଆମ ସ୍ୱାର୍ଥ ନିମନ୍ତେ ବ୍ୟବହାର ନ କରି ଈଶ୍ୱରଙ୍କ ଗୌରବ ନିମନ୍ତେ ବ୍ୟବହାର କରିବା ଆବଶ୍ୟକ। ସେଥିପାଇଁ ପାଉଲ ସ୍ମରଣ କରାଇ ଦିଅନ୍ତି ଯେ ଯାହା କରନ୍ତି 10 ପର୍ବ 31 ପଦରେ ଲେଖା ଅଛି, ଅତଏବ ତୁମେମାନେ ଭୋଜନ କର କି ପାନ କର ଅବା ଯାହା କିଛି କର, ଈଶ୍ୱରଙ୍କ ଗୌରବ ନିମନ୍ତେ ସବୁ କର। ଏହାର ଅର୍ଥ ଆମେ ପରସ୍ପରକୁ ପ୍ରେମ କରୁ ଓ ଈଶ୍ୱରଙ୍କୁ ପ୍ରେମ କରୁ। ଈଶ୍ୱରଙ୍କ ପ୍ରେମ ଆମ ଜୀବନ ମଧ୍ୟ ଦେଇ ପ୍ରକାଶିତ ହେବା ଆବଶ୍ୟକ। ମୋର ମନେ ପଡ଼େ 1 କରନ୍ଥୀ 13 ପର୍ବର 4 ପଦରୁ 8 ପଦରେ ପାଉଲ କହନ୍ତି, ପ୍ରେମ ଦୀର୍ଘ ସହିଷ୍ଣୁ, ପ୍ରେମ ହିତଜନକ, ଈର୍ଷା କରେ ନାହିଁ, ଆତ୍ମବଡ଼ିମା କରେ ନାହିଁ, ଅହଙ୍କାର କରେ ନାହିଁ, ଅନୁଚିତ ବ୍ୟବହାର କରେ ନାହିଁ, ସ୍ୱାର୍ଥ ଚେଷ୍ଟା କରେ ନାହିଁ, ବିରକ୍ତ ହୁଏ ନାହିଁ, ଅପକାର ସ୍ମରଣରେ ରଖେ ନାହିଁ, ଅଧର୍ମରେ ଆନନ୍ଦ କରେ ନାହିଁ, କିନ୍ତୁ ସତ୍ୟରେ ଆନନ୍ଦ କରେ, ସମସ୍ତ ସହ୍ୟ କରେ, ସମସ୍ତ ବିଶ୍ୱାସ କରେ, ସମସ୍ତ ଭରସା କରେ, ସମସ୍ତ ବିଷୟରେ ଧୈର୍ଯ୍ୟ ଧରି ରହେ। ପ୍ରେମ କଦାପି ଶେଷ ହୁଏ ନାହିଁ। କିନ୍ତୁ ଯଦି ଭାବବାଣୀ ଥାଏ ତାହା ଲୋପ ହେବ, ଯଦି ପରଭାଷା ଥାଏ ସେସବୁ ନିବୃତ୍ତ ହେବ, ଯଦି ଜ୍ଞାନ ଥାଏ ତାହା ଲୋପ ହେବ। ପାଉଲ ଯାହା କିଛି କହୁଅଛନ୍ତି ଅନ୍ୟର ଉପକାର ନିମନ୍ତେ କହୁଅଛନ୍ତି। ଶେଷରେ ସବୁକିଛି ପ୍ରେମରେ ସାଧନ କରିବା ନିମନ୍ତେ କହିବାର ଆଉ ଏକ କାରଣ ହେଲା ଆମେ ଖ୍ରୀଷ୍ଟଙ୍କର ଅନୁକାରୀ ହେବା। ଆମେ ପରସ୍ପରକୁ ପ୍ରେମ କରିବା ଦ୍ୱାରା ପରସ୍ପରକୁ ଉତ୍ସାହିତ କରିପାରିବା। ପାଉଲ କରନ୍ତି ମଣ୍ଡଳୀର ବିଶ୍ୱାସୀମାନଙ୍କୁ ଖ୍ରୀଷ୍ଟଙ୍କ ଅନୁକାରୀ ହେବା ନିମନ୍ତେ କହୁଛନ୍ତି। ଈଶ୍ୱରଙ୍କ ବାକ୍ୟ କହେ, ମୁଁ ତୁମ୍ଭମାନଙ୍କୁ ନୂଆ ଆଜ୍ଞା ଦେଉଅଛି, ତୁମ୍ଭେମାନେ ପରସ୍ପରକୁ ପ୍ରେମ କର, ଯେପରି ମୁଁ ତୁମ୍ଭମାନଙ୍କୁ ପ୍ରେମ କରିଅଛି। ଏଦ୍ୱାରା ସମସ୍ତେ ଜାଣିବେ ଯେ ତୁମ୍ଭେମାନେ ମୋହର ପ୍ରକୃତ ଶିଷ୍ୟ। ଆମେ ଯେତେବେଳେ ପ୍ରେମରେ ସବୁକିଛି ସାଧନ କରୁ ଆମେ ପରସ୍ପରକୁ ପ୍ରେମ କରିପାରିବା, ଆମେ ଅନ୍ୟକୁ ପ୍ରେମ କରିପାରିବା। ଆମେ କିପରି ପ୍ରଭୁ ଯୀଶୁଙ୍କର ଅନୁକାରୀ ହୋଇପାରିବା ଓ ତାଙ୍କ ପ୍ରକୃତ ଶିଷ୍ୟ ହୋଇପାରିବା? ହଁ, ଆମେ ଯେପରି ସକାଳେ ବିଛଣା ଛାଡ଼ିଲା ପରେ ଆମ ନିତ୍ୟ କାର୍ଯ୍ୟ କରୁ, ଠିକ୍ ସେହିପରି ପ୍ରତିଦିନ ଈଶ୍ୱରଙ୍କ ସହିତ ଲାଗି ରହିବାକୁ ହେବ, ତାଙ୍କ ଆଜ୍ଞାବହ ହେବାକୁ ହେବ, ପରସ୍ପରକୁ ପ୍ରେମ କରିବାକୁ ହେବ, ଯେପରି ଲୋକେ ଜାଣିବେ ଯେ ଆମେ ତାଙ୍କ ପ୍ରକୃତ ଶିଷ୍ୟ। ପ୍ରଭୁ ଯୀଶୁ ଏହି ଜଗତରେ ଥିବା ସମୟରେ ସେ ସବୁକିଛି ପ୍ରେମରେ କରୁଥିଲେ, ଏପରିକି ଛୋଟ ବିଷୟ ମଧ୍ୟ ପ୍ରେମ କରୁଥିଲେ। ଯେତେବେଳେ ଅସଂଖ୍ୟ ଜନତାକୁ ଦେଖିଲେ ସେ ଦୟାରେ ବିଗଳିତ ହେଉଥିଲେ, ତାହା ତାଙ୍କ ପ୍ରେମକୁ ପ୍ରକାଶ କରୁଥିଲା। ସେ ଯାହା ଯାହା କରୁଥିଲେ ତଦ୍ୱାରା ଈଶ୍ୱରଙ୍କ ଗୌରବ କରୁଥିଲେ। ଯେଉଁମାନେ କ୍ଷୁଧିତ ଥିଲେ ସେମାନଙ୍କୁ ଖାଇବାକୁ ଦେଲେ, ଯେଉଁମାନେ ରୋଗଗ୍ରସ୍ତ ଥିଲେ ସେମାନଙ୍କୁ ସୁସ୍ଥ କଲେ, ମୃତକୁ ଜୀବନ ଦେଲେ। ଏ ସମସ୍ତ ବିଷୟ ତାଙ୍କ ହୃଦୟରେ ପ୍ରେମ ଥିବାର କରୁଥିଲେ। ଈଶ୍ୱରଙ୍କ ଇଚ୍ଛା ଆମ ଜୀବନରେ ସଫଳ କରିବା ନିମନ୍ତେ ଆମେ ଛୋଟ କି ବଡ଼ ବିଷୟ ହେଉ ପ୍ରେମରେ କରିବାକୁ ହେବ, ଯେପରି ଈଶ୍ୱରଙ୍କର ଗୌରବ ହେବ। ପ୍ରେମରେ କହିବା ଓ କାର୍ଯ୍ୟରେ ବ୍ୟବହାର କରିବା ଗୁରୁତ୍ୱପୂର୍ଣ୍ଣ ବିଷୟ। ଈଶ୍ୱରଙ୍କ ପ୍ରେମ ନିଜକୁ ପ୍ରେମ କରିବା ବିଷୟ କହେ ନାହିଁ, ଅନ୍ୟକୁ ପ୍ରେମ କରିବା ବିଷୟ କହେ। ଏହା ଆମ ଲକ୍ଷ୍ୟ, ଆମ ଯୋଜନା କିମ୍ବା କ'ଣ ପାଇବା ସେ ବିଷୟରେ କହେ ନାହିଁ। ସହଜରେ ଆମେ ପଥଚ୍ୟୁତ ହୋଇଯିବା, କିନ୍ତୁ ଆମ ଲକ୍ଷ୍ୟ ଗୋଟିଏ ଯେ ଆମେ କିପରି ପ୍ରେମରେ ସମସ୍ତ ବିଷୟ ସାଧନ କରିବା ଦ୍ୱାରା ଈଶ୍ୱରଙ୍କ ଗୌରବର କାରଣ ହୋଇପାରିବା। ବାଇବେଲ ଆମକୁ ଏ କଥା କହେ। ଯଦି ଆମେ ରୋମିଓ 5 ପର୍ବ 5 ପଢ଼ୁ, ସେଠାରେ ଲେଖା ଅଛି, କାରଣ ଆମ୍ଭମାନଙ୍କୁ ପ୍ରଦତ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମ୍ଭମାନଙ୍କ ହୃଦୟରେ ଈଶ୍ୱରଙ୍କ ପ୍ରେମ ପରିବ୍ୟାପ୍ତ ହୋଇଅଛି। ପାଉଲ କହନ୍ତି, ଯେଉଁ ପବିତ୍ର ଆତ୍ମା ଆମକୁ ଦିଆଯାଇଅଛି ତାଙ୍କ ଶକ୍ତି ଦ୍ୱାରା ଆମେ ଈଶ୍ୱରଙ୍କ ପ୍ରେମ ଅନ୍ୟକୁ ଦେଇପାରିବା। କାରଣ ପବିତ୍ର ଆତ୍ମା ତାଙ୍କ ପ୍ରେମ ଆମକୁ ବୁଝିବା ନିମନ୍ତେ ସାହାଯ୍ୟ କରିବେ। ତାଙ୍କ ଶକ୍ତିରେ ଆମେ ଅନ୍ୟକୁ ପ୍ରେମ କରିପାରିବା। ମୋର ଗୋଟିଏ କାହାଣୀ ମନେ ପଡ଼ୁଛି। ଈଶ୍ୱରଙ୍କ ପ୍ରେମକୁ ବୁଝିବା ନିମନ୍ତେ ପ୍ରଭୁ ଯୀଶୁ କହିଥିଲେ, ଆପଣ ହୁଏତ ଏହି କାହାଣୀ ଜାଣିଥିବେ। ବାପାଙ୍କର 2 ପୁତ୍ର ଥିଲେ। ବାପା ଅତି ପ୍ରେମିକ ଥିଲେ। ଦିନେ ସାନ ପୁଅ ବାପାଙ୍କୁ ସମ୍ପତ୍ତି ମାଗିଲା ଓ ଦୂର ଦେଶକୁ ଯିବାକୁ ଇଚ୍ଛା କଲା। ହୁଏତ ସେ ବାପାଙ୍କ ସହିତ ରହିବାକୁ ଇଚ୍ଛା କଲା ନାହିଁ। ଭାବିଲା ବାପାଙ୍କ ଠାରୁ ଦୂରକୁ ଗଲେ ସ୍ୱାଧୀନତାର ସହିତ ଜୀବନ କାଟିବ। ସେ ବାପାଙ୍କୁ କହିଲା, ମୁଁ ଯାଉଛି, ହୁଏତ ଆଉ ଫେରିବି ନାହିଁ। ଲକ୍ଷ୍ୟ କରନ୍ତୁ ତାଙ୍କ ବାପା କେତେ ପ୍ରେମିକ ଥିଲେ। ଭୁଲ ମନୋନୟନ କଲେ ମଧ୍ୟ
ତାଙ୍କ ଇଚ୍ଛାରେ ଯିବା ନିମନ୍ତେ ଛାଡ଼ିଦେଲେ। ସାନ ପୁଅ ଦୂର ଦେଶକୁ ଚାଲିଗଲେ। ସବୁ କିଛି କଦାଚାରରେ ଉଡ଼ାଇ ଦେଲେ। ଯେପରି ବାପାଙ୍କ ଘରେ ଜୀବନ କାଟୁଥିଲେ ତାର ବିପରୀତ ଜୀବନ କାଟିଲେ। ସବୁ ହରେଇ ବସିଲେ। ଟଙ୍କା, ଆନନ୍ଦ, ଖୁସି, ଅଧିକାର ସବୁ କିଛି ହରେଇଲେ। ଈଶ୍ୱରଙ୍କ ବାକ୍ୟରେ ଲେଖା ଅଛି, କିନ୍ତୁ ସମସ୍ତ ଅପବ୍ୟୟ କଲା ପରେ ସେ ଦେଶରେ ମହା ଦୁର୍ଭିକ୍ଷ ପଡ଼ିବାରୁ ତାହାର ଅଭାବ ହେବାକୁ ଲାଗିଲା। ମାତ୍ର ସେ ଚେତନା ପାଇ କହିଲା, ମୋର ବାପାଙ୍କର କେତେ ମୂଲ୍ୟାଙ୍କର ଖାଦ୍ୟ ବଳି ପଡ଼ୁଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଅଛି। ମୁଁ ଉଠି ମୋର ବାପାଙ୍କ ପାଖକୁ ଯିବି ଓ ତାଙ୍କୁ କହିବି, ବାପା, ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି। ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ। ମୋତେ ତୁମ୍ଭର ଜଣେ ମୂଲ୍ୟା ପରି ରଖ। କିନ୍ତୁ ସେ ଦୂରରେ ଥାଉ ଥାଉ ତାହାର ପିତା ତାହାକୁ ଦେଖି ଦୟାରେ ବିଗଳିତ ହେଲେ ଓ ଦୌଡ଼ି ଯାଇ ତାହାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ ଦେଲେ। କିନ୍ତୁ ପିତା ଆପଣା ଦାସମାନଙ୍କୁ କହିଲେ, ସବୁଠାରୁ ଭଲ ଲୁଗା ଚଞ୍ଚଳ ଘେନି ଆସି ଏହାକୁ ପିନ୍ଧାଅ। ଏହାର ହାତରେ ମୁଦି ଓ ପାଦରେ ପାଦୁକା ଦିଅ। ପୁଣି ହୃଷ୍ଟ ପୁଷ୍ଟ ପଶୁ ଆଣି ମାର। ଆସ, ଆମ୍ଭେମାନେ ଭୋଜନ କରି ଉତ୍ସବ କରୁ। ପୁଅ ଫେରି ଆସିବାକୁ ନିଷ୍ପତ୍ତି ନେଲା ସତ, କିନ୍ତୁ ତା ମନରେ ସନ୍ଦେହ ଥିଲା ବାପା ଗ୍ରହଣ କରିବେ କି ନାହିଁ। ସେ ଦାସ ହୋଇ ରହିବାକୁ ଇଚ୍ଛା କରିଥିଲା। କିନ୍ତୁ ବାପାଙ୍କ ପ୍ରେମକୁ ଆମେ ଦେଖୁଛୁ। ଯେଉଁ ଦିନଠାରୁ ପୁଅ ଗଲା, ହୁଏତ ତାର ଫେରିବା ବାଟକୁ ଚାହିଁ ରହିଥିଲେ। ହୁଏତ ପ୍ରାର୍ଥନା କରୁଥିଲେ ଯେ ତାଙ୍କ ପୁଅ ଫେରି ଆସିବ। ଯେତେବେଳେ ଆସିବା ଦେଖିଲେ, ଦୌଡ଼ିଗଲେ, କୁଣ୍ଢେଇ ଧରିଲେ, ଚୁମ୍ବନ କଲେ, ତା ପାଇଁ ଭୋଜିର ଆୟୋଜନ କଲେ, ପୂର୍ବପରି ପ୍ରେମ କଲେ। ଯିହୁଦୀ ସଂସ୍କୃତିରେ ଦୌଡ଼ନ୍ତି ନାହିଁ, କିନ୍ତୁ ସେ ଦୌଡ଼ି ଯାଉଛନ୍ତି, ତାଙ୍କୁ ଘରକୁ ଆଣୁଛନ୍ତି। ତାହା ହିଁ ଅନୁଗ୍ରହ ଅଟେ, ଈଶ୍ୱରଙ୍କ ପ୍ରେମ ଅଟେ। ତାହା ହେଉଛି ଅନୁଗ୍ରହ। ଅନୁଗ୍ରହର ଅର୍ଥ ହେଉଛି ଯେ ଆମେ ଯୋଗ୍ୟତା ଠାରୁ ଅଧିକ ପାଇବା। ସେଇ ପୁଅ ତାଙ୍କ ପିତାଙ୍କ ଠାରୁ କ'ଣ ପାଇବା ପାଇଁ ଯୋଗ୍ୟ ଥିଲେ? ଦଣ୍ଡ ଓ ପ୍ରତ୍ୟାଖ୍ୟାନ। କିନ୍ତୁ ତାଙ୍କୁ ଆଲିଙ୍ଗନ କଲେ, ଚୁମ୍ବନ ଦେଲେ ଏବଂ ତା ପାଇଁ ଭୋଜର ଆୟୋଜନ କଲେ। ତାଙ୍କୁ ପରିବାରରେ ସ୍ୱାଗତ କରାଗଲା। ଆପଣ ହୁଏତ ପ୍ରଶ୍ନ କରିପାରନ୍ତି, ବାପା କାହିଁକି ଦୌଡ଼ିଗଲେ? ଆଲିଙ୍ଗନ କାହିଁକି କଲେ? ଭୋଜର ଆୟୋଜନ କାହିଁକି କଲେ? ପିତା କାହିଁକି ତାଙ୍କୁ କ୍ଷମା କଲେ? କାରଣ ସେ ତାଙ୍କ ପୁଅ ଥିଲା। ଆମମାନଙ୍କ ମଧ୍ୟରୁ ଯେଉଁମାନଙ୍କର ସନ୍ତାନ ଅଛି ସେମାନେ ଠିକ୍ ବୁଝିପାରିବେ। ଆମେ ପିଲାମାନଙ୍କ ପାଇଁ ସବୁ କିଛି କରିବା ପାଇଁ ପ୍ରସ୍ତୁତ। ସେମାନଙ୍କୁ ପ୍ରେମ କରିବାରେ କେହି ଅଟକାଇ ପାରିବେ ନାହିଁ। ତାହା ହିଁ ଈଶ୍ୱରଙ୍କ ପ୍ରେମ ଅଟେ। ସେ ଆମକୁ ଚିରସ୍ଥାୟୀ ପ୍ରେମରେ ପ୍ରେମ କରୁଛନ୍ତି। ଈଶ୍ୱର ମହାନ ପ୍ରେମିକ ପିତା ଅଟନ୍ତି। ଆମେ ଯେତେବେଳେ ତାଙ୍କ ନିକଟକୁ ଅନୁତାପ ହୃଦୟରେ ଫେରିଆସୁ, ସେ ଆମକୁ ପ୍ରେମରେ ଗ୍ରହଣ କରିବେ। ରୋମିଓ 8 ପର୍ବରେ ଲେଖା ଅଛି, ଆମ୍ଭମାନଙ୍କୁ ପ୍ରେମ କଲେ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଏହି ସମସ୍ତ ବିଷୟରେ ସର୍ବତ ଭାବେ ବିଜୟୀ ଅଟୁ। କାରଣ ମୃତ୍ୟୁ କି ଜୀବନ, ଦୂତ କି କର୍ତ୍ତାର୍ପଣ, ବର୍ତ୍ତମାନ କି ଭବିଷ୍ୟତ, କି ପରାକ୍ରମ, ଉଚ୍ଚସ୍ଥ ବିଷୟ କି ନିଚସ୍ଥ ବିଷୟ, କି ଅନ୍ୟ କୌଣସି ସୃଷ୍ଟ ବସ୍ତୁ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ପ୍ରକାଶିତ ଈଶ୍ୱରଙ୍କ ପ୍ରେମରୁ ଯେ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିପାରିବ ନାହିଁ, ଏହା ମୁଁ ନିଶ୍ଚୟ ଜାଣେ। ଈଶ୍ୱରଙ୍କ ପ୍ରେମରୁ କୌଣସି ବିଷୟ ଆମକୁ ପୃଥକ କରିପାରିବ ନାହିଁ। ଆମକୁ ଈଶ୍ୱରଙ୍କ ପରି ପ୍ରେମ କରିବାକୁ ହେବ। ଆଜି କ'ଣ ପ୍ରଭୁ ଯୀଶୁଙ୍କ ପ୍ରେମ ଆମ ଅନ୍ତରରେ ଅଛି କି? ଆମେ କ'ଣ ଅନ୍ୟକୁ ଅନ୍ତର ସହିତ ପ୍ରେମ କରୁଛୁ କି? ତେବେ ସେ ଆଶୀର୍ବାଦ କରିବେ। ତେବେ ଆସନ୍ତୁ ପ୍ରାର୍ଥନାରେ ପ୍ରଭୁଙ୍କ ନିକଟବର୍ତ୍ତୀ ହେବା। ପ୍ରାର୍ଥନା କରିବା। ପ୍ରେମିକ ପିତା, ତୁମର ପବିତ୍ର ମହାନାମକୁ ଧନ୍ୟବାଦ ଦେଉଛୁ ବାପା। ପୁନର୍ବାର ସୁନ୍ଦର ସୁଯୋଗ ଦେଲ ବାପା, ତୁମରି ନିକଟବର୍ତ୍ତୀ ହେବା ପାଇଁ। ସୁନ୍ଦର ପ୍ରେମ ବିଷୟରେ, ତୁମର ପ୍ରେମ ବିଷୟରେ ଜାଣିପାରିଲୁ, ସେଥିପାଇଁ ଧନ୍ୟବାଦ ଦେଉଛୁ। ତୁମେ ଯେପରି ଆମକୁ ପ୍ରେମ କଲ, ସେହିପରି ଆମେ ପରସ୍ପରକୁ ପ୍ରେମ କରିବୁ, ତୁମକୁ ମଧ୍ୟ ପ୍ରେମ କରିବୁ। ତୁମେ ଆମକୁ ସାହାଯ୍ୟ କର। ଶେଷ ପର୍ଯ୍ୟନ୍ତ ତୁମରି ପ୍ରେମରେ ବାନ୍ଧି ହୋଇ ରହିବୁ। ତୁମେ ସେହିଭଳି ଅନୁଗ୍ରହ ପ୍ରଦାନ କର। ଆଜି ପ୍ରେମ ଉଣା ଥିବା ସ୍ଥାନରେ ତୁମେ ପ୍ରତ୍ୟେକଙ୍କୁ ପ୍ରେମରେ ଭରିଦିଅ ପ୍ରଭୁ। ତୁମରି ସେହି ସ୍ୱର୍ଗୀୟ ପ୍ରେମ ପାଇ ତୁମରି ପଥରେ ଅଗ୍ରସର ହେବା ପାଇଁ ତୁମେ ପ୍ରତ୍ୟେକଙ୍କୁ ସାହାଯ୍ୟ କର।
समस्त प्रार्थना नैवेद्य प्राणर प्रिय प्रभु जीशुଙ୍କ नामरे मागुअछु आमेन। वर्तमान तो आम समय शेष हो गलानी। आशा करू आपनku निश्चय भल लागिथिबो। हाँ, आमको आपणक जीवन रो अनुभूति जणाइबाकू भूलिबे नाही। टीवी स्क्रीन रे दिया जाइथिबा ठिकाना और फोन नंबर रे निश्चय आम सह जोगाजोग करिवे। पुणी आमको 0444908127 रे मिस्ड कॉल करने भूलिबे नहीं। सप्ताह शेष में अधिक मिस्ड कॉल देइथिबा दर्शक बंधु को पुरस्कृत करा जिवो। आउ एक नूतन कार्यक्रम नहीं आपणक निकट को आसीबु। से समय पर्यंत आमको विदाय दियंतु और भलरे रुहंतु। रहिलु, नमस्कार। ढाली देई गला से सारुधीरा आम पाप पाई रकत धारा। ढाली देई गला से सारुधीरा आम पाप पाई रकत धारा। बलि देई गला निज जीवन, बलि देई गला निज जीवन। निजे हेला निधन आहे दयावान। क्षमार निर्झर प्रेमिक ईश्वर दया तुम अपार। आहे परमेश्वर। साखी हेबु आमे से कृसारा। धैर्य देई प्रभु सकति जगा। साखी हेबु आमे से कृसारा। धैर्य देई प्रभु सकति जगा। पाप अंधकार एई जगतर, पाप अंधकार एई जगतर होई जीव दूर। आहे जगदीश्वर। क्षमार निर्झर प्रेमिक ईश्वर दया तुम अपार। आहे परमेश्वर। क्षमार निर्झर प्रेमिक ईश्वर दया तुम अपार। आहे परमेश्वर। आहे परमेश्वर। आहे परमेश्वर। गत सप्ताहर विजय दर्शक बंधु हेले गजपति सुधीर नायक वो परिवार।